श्री गुरुदेवंकर जय चिन्मय चित घन चिदानंद रूपी श्री गुरुदेवंकर ओम पूर्णमदः पूर्णमिदं पूर्णात् पूर्णमुदच्यते पूर्णस्य पूर्णमादाय पूर्णमेवावशिष्यते। ॐ शान्तिः शान्तिः शान्तिः। जय जय श्री राधे। गुरु जय गुरु जय जगन्नाथ जय गुरु वैकुंठनाथ जय गुरु जय जगन्नाथ जय गुरु समस्तंकर इष्ट देव प्रभु शिशु आनंद इष्ट देवी ज्योतिप्रभा शारदा रामचंद्र धर्मवट दीन सूर्य लक्ष्मी नृसिंह दारू आछू लता बट
ভগবান নৃসিংহ শ্রীরাম শ্রীকৃষ্ণ শ্রী চৈতন্য শ্রী জগন্নাথ পৃথিবীর দেশর রাজ্যର ସମସ୍ତ ସଦ୍ଗୁରୁ ବୃନ୍ଦ ତାଙ୍କୁ ପରମାତ୍ମାଙ୍କ ରୂପରେ ଜଗନ୍ନାଥଙ୍କ ରୂପରେ ସେବକ ପ୍ରଣାମ ଜଣାଉଛି କେବଳ କାମନା କରୁଛି ସମସ୍ତେ ଶାନ୍ତି ଓ ସୁସ୍ଥ ଜୀବନ ଯାପନ କର। ପ୍ରଣାମ କରୁଛି ମା ଗଙ୍ଗା ଗାୟତ୍ରୀ ଗୋବିନ୍ଦ ଗୀତା ଏ ସବୁଙ୍କୁ ସବୁ ତୀର୍ଥରାଜଙ୍କୁ ପ୍ରୟାଗରାଜଙ୍କୁ ଗଙ୍ଗା ଯମୁନା ସରସ୍ୱତୀ ପ୍ରୟାଗରାଜକୁ ଗଙ୍ଗା ଗଣ୍ଡୁକୀ ଏବଂ ଗଙ୍ଗା ସାଗର ଚିତ୍ରକୂଟ ବୃନ୍ଦାବନ ପ୍ରତ୍ୟେକ ତୀର୍ଥକୁ ଆମେ ପୁରୀ ଶ୍ରୀକ୍ଷେତ୍ର ତୀର୍ଥ ରୂପରେ ପାଦତୀର୍ଥ ଗୟା ପାଦତୀର୍ଥ ରୂପରେ ଧର୍ମ ମାସ କାର୍ତ୍ତିକରେ ଆଜି କାର୍ତ୍ତିକ ପୂର୍ଣ୍ଣମୀ କାର୍ତ୍ତିକର ଆଜି ହଉଛି ଶେଷ ସନ୍ଧ୍ୟା ପୁଣି ଆମେ ବଞ୍ଚିଥିଲେ ଆର ବର୍ଷକୁ এই ব্রত পালন করিবা হে কার্তিকেশ্বর হে আকামা বই সমস্তঙ্কর মঙ্গল হউ সমস্ত অপরাধ খণ্ডন হউ बोल आनंद एक बार আজি प्रभातरु समस्ते डंगाटिए भसैथिबे से डंगा भसैला बेले कहा मनरे इतिहासर कथा आसे कहा मनरे पुराणर कथा आसे कहा कथारे चिराचरित पारंपरिक कथा भावरे ताकू निया जाए डंगाटी प्रकृतर किए से डंगार परिचय कर जो डंगारे दिने भगवान राम पुरुषोत्तम राम नदी पार होते जो डंगारे दिने भगवान कृष्ण निजे नाउरी रूपरे डंगा चालना करते जो डंगारे दिने प्रभु वामन अवतार से डंगारे बसी कैवर्तन को जीवा पाई कहूथिले एवं कैवर्त तांकु पैसा मागुतला कौड़ी ए देई पारबो तेबे से डंगाटी किए डंगार साहित्य शब्द होउची नाव भागवत रे से डंगा को वर्णना करिसंती किपरि अरे ये नावे
কর্ণধার মুই অনুকূল সমীর এ নামে গুরু কর্ণধার মুই অনুকূল সমীর এ নামে গুরু কর্ণধার মুই অনুকূল সমীর ଏ ନାବ ହଉଛନ୍ତି ଧର୍ମ ରୂପକ ନା ଡଙ୍ଗା ଡଙ୍ଗାଟିକୁ ଧର୍ମ ରୂପରେ ଆମକୁ ମାନିବାକୁ ପଡିବ। ଧର୍ମ ଏକ ପୋତ ଗଢ଼ିଛନ୍ତି କରିବାକୁ ଏହି ସଂସାର ବାରିଧି ଧର୍ମ ଏକ ପୋତ ଗଢ଼ିଛନ୍ତି ସଂସାର ବାରିଧି ଧର୍ମ ରୂପକ ଏଠି ଦେଖନ୍ତୁ ଗତକାଲି କହିଥିଲି ଧର୍ମ ନାମ ମୂଳରେ କୌଣସି ନାମ ନାହିଁ। ଭାଗବତର ଇଏ ପ୍ରସିଦ୍ଧ କଥା। ଏ ନାବେ ଗୁରୁ କର୍ଣ୍ଣଧାର ନାବ ହଉଛି ଧର୍ମ ଧର୍ମ ହଉଛି ସ୍ୱୟଂ ନାବ। ଧର୍ମ ଯଦି ନାବ ହେଲା ତାହେଲେ ସେ ଧର୍ମ ରୂପୀ ନାବକୁ ଚଳଉଛନ୍ତି କିଏ? ଏପାରିରୁ ସେପାରିକି କିଏ ନଉଛନ୍ତି? ସେଇ ଭାଗବତରେ ଅଛି। ଏ ନାବେ ଗୁରୁ କର୍ଣ୍ଣଧାର ମୁଇ ଅନୁକୂଳ ସମୀର ଏ ନାବେ ଗୁରୁ କର୍ଣ୍ଣଧାର ମୁଇ ଅନୁକୂଳ ସମୀର ସେ କର୍ଣ୍ଣଧାର ଅର୍ଥାତ ଡଙ୍ଗାର ଚାଳକ କିଏ? ଗୁରୁ। ସିଏ ହଉଛନ୍ତି ଗୁରୁ। ଗୁରୁ ପ୍ରକୃତରେ କିଏ? ଗୁରୁଙ୍କୁ ନମ ନିବନର ଗୁରୁଟି ସାକ୍ଷାତ ଈଶ୍ୱର ଗୁରୁଙ୍କୁ ନମଣିବ ନର ଗୁରୁଟି ସାକ୍ଷାତ ଈଶ୍ୱର ଯେ ଧର୍ମ ରୂପକ ନାବ ଗୁରୁ ରୂପକ ନାବିକ ଯାହାଙ୍କ ପାଖରେ ଧର୍ମ ଶବ୍ଦର ତାତ୍ତ୍ୱିକ ଅର୍ଥଟି ରହିଛି। ହିନ୍ଦୁ ଧର୍ମ, ମୁସଲମାନ ଧର୍ମ, ଖ୍ରୀଷ୍ଟିଆନ ଧର୍ମ, ବୌଦ୍ଧ ଧର୍ମ, ଜୈନ ଧର୍ମ, ଶିଖ ଧର୍ମ, ଇଏ ସବୁ ଧର୍ମର ଗୋଟେ ଗୋଟେ ନାଁ। କିନ୍ତୁ ଧର୍ମ ପ୍ରକୃତରେ କିଏ? ଆପଣମାନେ ଜାଣିଛନ୍ତି ସୂର୍ଯ୍ୟଙ୍କୁ କୁହାଯାଏ ଧର୍ମ ଦେବତା। କାହିଁକି କୁହାଯାଏ? ସେ ପୃଥିବୀକୁ ଧାରଣ କରି ଅଛନ୍ତି। ଆଉ କାହିଁକି କୁହାଯାଏ? ସେଇ ଧର୍ମ ରୂପୀ ସୂର୍ଯ୍ୟଙ୍କ ପାଇଁ ଇଏ ସଂସାର ଚାଲିଛି। ମେଘ ବର୍ଷୁଛି, ଚନ୍ଦ୍ରମା ଜ୍ୟୋତ୍ସ୍ନା ଶିଶିର ଦଉଛନ୍ତି, ନଦ ନଦୀ ପାହାଡ଼ ପର୍ବତ ରହିଛି, ସବୁ ତାଙ୍କ ପାଇଁ। ତେଣୁ ସୂର୍ଯ୍ୟଙ୍କର ଯଦି ସୂର୍ଯ୍ୟ ହେଲେ ଧର୍ମ, ଆଉ ଗୋଟିଏ ଧର୍ମ କାହାକୁ କୁହାଯାଏ? ଆଉ ଗୋଟେ ଧର୍ମ ହଉଛି ଯାହା ମୂଳରେ କିଛି ନାହିଁ, କୋଉ ଧର୍ମର ନାଁ ନାହିଁ। ସେ ଧର୍ମର ନାଁଟି କଣ?
କିନ୍ତୁ ଯିଏ ଜନ୍ମ ହେବେ ସେ ଦିନେ ମରିବେ। କୋଉ ଦିନ ମରିବେ, କୋଉ ବର୍ଷ ମରିବେ, କୋଉ ସମୟରେ ମରିବେ ତାର କିଛି ଟିପ୍ପଣୀ ନାହିଁ। କିନ୍ତୁ ଜନ୍ମ ହେଲା ମାତ୍ରକେ ତାକୁ ମନେ ରଖିବାକୁ ପଡ଼ିବ ଯେ ମୁଁ ଦିନେ ମରିବି। ସେଇ ଯୋଉ ମରଣ ଦେବତାଙ୍କୁ କୁହାଯାଉଛି ଯମ। ଯମଙ୍କୁ କୁହାଯାଏ ଧର୍ମଦେବ। ସୂର୍ଯ୍ୟଙ୍କୁ କୁହାଯାଏ ଧର୍ମ ଦେବତା। ତେଣୁ ସଜ୍ଜନ, ଯମର ଅନ୍ୟ ଏକ ନାମ କଣ? ସଂଯମ। ଆମେ ତ ବହୁତ ପ୍ରକାର ବ୍ରତ କରୁଛୁ। ଧର କାର୍ତ୍ତିକ ବ୍ରତ, ଆପରେ ଆସିବ ମାର୍ଗଶିର ବ୍ରତ, ମାଘରେ ବ୍ରତ, ଆମେ ତ ବହୁତ ପ୍ରକାର ବ୍ରତ କରୁଛୁ। କିନ୍ତୁ ଗୀତାର ବ୍ରତ ହଉଛି ସଂଯମ ରୂପକ ବ୍ରତ। ଆପଣ ଗୀତା ଆପଣ ଖେଳେଇ ଭଲକରି ପଢିଦେବେ, ତା ଦେହରେ ଦେଖିବେ ଗୋଟିଏ ବ୍ରତର ନାଁ ଅଛି, ସିଏ ହଉଛି ଯମ। ସଂଯମ ରୂପକ ବ୍ରତ। ସଂଯମିତ ହୁଅ। ସଂଯମିତ କଣ ହବୁ ଆମେ? ଆହାରକୁ ଆଗ ସଂଯମ କର। ଆଉ କଣ ସଂଯମ କରିବୁ? ନିଦ୍ରାକୁ ସଂଯମ କର। ଆଉ କଣ ସଂଯମ କରିବୁ? ମୈଥୁନକୁ ସଂଯମ କର। ତାହେଲେ ଆମେ ଯଦି ଆହାରକୁ ସଂଯମ କରିବୁ, ତାମାନେ ଜମା ଖାଇବୁନି। ଆଉ ନ ଖାଇଲେ ବଞ୍ଚିବୁ କେମିତି? ଖାଇବାକୁ ହବ, ଠିକ ସମୟରେ ଖାଇବ, ଯେତିକି ଦରକାର ସେତିକି ଖାଇବ। ଯାହା ଖାଇବା କଥା ଖାଇବ, ଅଖାଦ୍ୟ ଖାଇବନି। ଶୋଇବୁ, ଜମା ଯଦି ନ ଶୋଇଲୁ ମୁଣ୍ଡ ବିନ୍ଧିବ, ରୋଗ ହବ। ଶୋଇବୁ, ଯେତିକି ସମୟ ଶୋଇବା କଥା ଆମେ ଶୋଇବୁ। ମୈଥୁନ କଣ? ସଂଯୋଗ। ମୈଥୁନର ଅନ୍ୟାର୍ଥ ହଉଛି ସଂଯୋଗ। ଇଏ ପାଞ୍ଚଟି ଆଙ୍ଗୁଠି, ତାକୁ ମୁଠେଇ ଦେଲେ ଇଏ ଗୋଟେ ସଂଯୋଗ। ଇଏ ଗୋଟେ ହାତ, ଇଏ ଗୋଟେ ହାତ, ତାକୁ ଦି ହାତକୁ ମିଶେଇ ଦେଲେ ଇଏ ବି ଏକ ମୈଥୁନ, ସଂଯୋଗ। କର୍ମକ୍ଷେତ୍ରରେ ଫାଉଣ୍ଟନ ପେନ୍ ପେପର ଠାରୁ ଆରମ୍ଭ କରି କର୍ମାଳୟରେ ବା କର୍ମ କରୁଥିବା କାର୍ଯ୍ୟାଳୟରେ ସମସ୍ତେ ସମସ୍ତଙ୍କ ସହିତ କୋପରେସନ ରଖିବା ହଉଛି ମୈଥୁନ। ଏଇ ମୈଥୁନ ଯେତେବେଳେ ବିଯୋଗ ହେଇଯାଏ, ସେତେବେଳେ ଅଡୁଆ ମଡୁଆ ଖଡୁଆ ସବୁ ପଶେ। ଯୋଗ କରିବା ମୈଥୁନ। ଆସନଟି ପଦ୍ମାସନ କରିବା, ଇଏ ହଉଛି ଗୋଟେ ମୈଥୁନ। ପ୍ରାଣାୟାମ କରିବା ମୈଥୁନ। ଏଇ ମୈଥୁନରୁ ଏ ସଂସାରରେ ଫୁଲ ଫୁଟେ, ଫଳ ଧରେ, ଫଳ ପାଚେ, ଫଳ ଝଡ଼ି ପଡ଼େ।
ଇଏ ମୈଥୁନ ହଉଛି ଏତେ ପାୱାର। ଏହିପରି ଭାବରେ ପ୍ରକୃତି ପୁରୁଷର ମିଳନ ଇଏ ହଉଛି ମୈଥୁନ। ଯେଉଁ ମୈଥୁନ ଦ୍ୱାରା ଇଏ ପୃଥିବୀ କି ତ୍ୟାଗୀ ଆସନ୍ତି, ଯୋଗୀ ଆସନ୍ତି, ମହାପୁରୁଷ ଆସନ୍ତି, ଅବତାର ମାନେ ମଧ୍ୟ ଆସନ୍ତି। କେତେକ କହନ୍ତି ଅମୁକ ଅବତାର ସିଏ ହଉଛନ୍ତି ଅଜନୀ ଜମ୍ବୁଟା। ମୋ ମନକୁ ଯାଏ, ମୁଁ ମାନେ ବିଶ୍ୱାସ କରେନି ଆଉ ମାନିବି। ଆଉ କୋଉଠି କୁହାଯାଏ କାନ ମୁଣ୍ଡକୁ ଆଉଁସିଲା ବେଳକୁ ସେଥିରୁ ମଳି ବାହାରିଲା, ସିଏ ମଳିରୁ ଗୋଟେ କିଏ ଜନ୍ମ ହେଲା। ମୋତେ ସେଟା ବିଶ୍ୱାସ ହୁଏ। ଆଉ ବି କିଏ କହନ୍ତି ଯେ ହଠାତ୍ ଆବିର୍ଭାବ ହେଲେ ସିଏ କୌଣସି ମା ଗର୍ଭରୁ ଆସିନାହାନ୍ତି। ମୋର ବି ବିଶ୍ୱାସ ହୁଏ। କିଏ ବାବୁ ମା ଗର୍ଭଟାକୁ ଏତେ ନିନ୍ଦା କରୁଛ କାହିଁକି? ବରଂ ମୁଁ ଧନ୍ୟ, ମୁଁ ମୋ ମାର ଗର୍ଭରୁ ଜନ୍ମ ହେଇଛି। ମୋର ଗୋଟିଏ ମା ଅଛି, ମୋର ଗୋଟିଏ ବାପା ଅଛି। ଏଇ ମୋର ପଛପଟେ 4ଟି ବାପା 4ଟି ବୋଉଙ୍କ ଫଟୋ ଏଠି ରହିଛି। ବ ଅକ୍ଷରରେ ବାପା, ବ ଅକ୍ଷରରେ ବୋଉ। ଆଚ୍ଛା ମନେ କରାଯାଉ ମୁଁ ବର୍ତ୍ତମାନ ମନ୍ତ୍ର ମୋର କାହିଁ ପାଟିରେ ପଶୁନି। ଶାନ୍ତାକାରଂ ଭୁଜଗଶୟନଂ, ଆଉ ପାଟିରେ ସିନା ପଶିଲେ ହବ। ଥରେ ଗୋଟେ ଜଣେ ବ୍ୟକ୍ତି, ମୁଁ ତାଙ୍କ ନାଁ କହୁନି, ଆମର ସେ ଆଶ୍ରମ ଲୋକ ନୁହଁ, ବାହାରେ ଶାନ୍ତାକାର ଭୁଜଗ ଶୟନ ପଦ୍ମନାଭ ସୁରେଶ ବିଶ୍ୱାଧାର ଗଗନ ସଦୃଶ ମେଘବର୍ଣ୍ଣ ଶୁଭ। ଇଏ କି ମନ୍ତ୍ର ହୋ? ଆରେ ଅନୁସାରେ ବିସର୍ଗ କିଛି ନାହିଁ। ନା ମୁଁ କହିଥାନ୍ତି ଆପଣଙ୍କୁ ଦେଖିଦେଲେ ବୋଲି ସବୁ ବିସ୍ମରଣ ହେଇଗଲା। ତାଙ୍କ ନାଁ ହଉଛି ସାଧୁ ନନା। ପଢୁଥିବେ ଗଣାନତା ଗଣପତି ଗଣପତି ହୁଁ ଘମା ଭୟ ଅଶ୍ଚିଦ୍ରମସ୍ତୁ। ଇଏ ସାଧୁ ନା, ଇଏ କି ମନ୍ତ୍ର? ଇଏ ମନ୍ତ୍ରଟା କୋଉ ବହିରେ ଲେଖା ହେଇଛି? ଆଜି କିନ୍ତୁ ପବିତ୍ର ମଣିଷ, ତେବେ ସଜ୍ଜନ। କିନ୍ତୁ ମୁଁ ଯଦି ପଢିବି ବାପା ବୋଉ, ଇଏ କଣ ମନ୍ତ୍ର ହେଇପାରିବନି? ମୁଁ ଯଦି କହିବି ବାପା ମା, ତାହେଲେ ଇଏ କଣ ଗୋଟେ ମନ୍ତ୍ର ହେଇପାରିବନି? ହେଇପାରିବ। ଭାବିଲେ ହବ, ନ ଭାବିଲେ ହବନି। ଭୋରେ ବାଇୟା ধোর বাইয়া ধোর বাইয়া ধোর বাইয়া ମୋର ନିଶ୍ୱାସ ହଉଛି ବା, ମୋ ନିଶ୍ୱାସ ହଉଛି ବା। ଓରେ ଭାଇ ধোর বাইয়া ধোর বাইয়া ধোর বাইয়া ଏ ହଉଛି ବା ନିଶ୍ୱାସ। ତାହେଲେ ପାଟି କୋଉଠି ଅଛି? ପାଣି।
ପାଣି କହିଲେ ହସ୍ତ ପାଦ। ମୋର ହସ୍ତ ଠାରୁ ପାଦ ପର୍ଯ୍ୟନ୍ତ ଇଏ ହଉଛନ୍ତି ପା। ବାଟି କୋଉ ଯାକ ଇଏ ନାସା ଠାରୁ ମସ୍ତିଷ୍କ ଦେଇ ପୁଣି ପବନ ଯାଇକିରି ପୁଣି ନାସା ବାଟେ ଆସିବା ନିଶ୍ୱାସ ପ୍ରଶ୍ୱାସ ଇଏ ହଉଛନ୍ତି କିଏ? ବା 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 ବା। ତେଣୁ ସଜ୍ଜନ ଘୋରେ ପାଇ ଘୋରେ ପାଇଆ ଯେଉଁ କିଆରି କହ ଯେଉଁ କିଆରିରେ ଗହଳ ମାଣ୍ଡିଆ ଯେଉଁ କିଆରିରେ ଗହଳ ମାଣ୍ଡିଆ ସେଇ କିଆରିରେ ଘୋରେ ବାଇଆ ଘୋରେ ବାଇଆ ইলো বোপালো ইলো পালো ইলো বোপালো ইলো কইলে মা বাপা তো বাপা লো ବି ମା ହଉନି ଇଲୋ ବୋପା ତୋ ବୋପା 22 ବରଗଛ ତୋ ବୋପା 22 ବରଗଛ ମୋ ବୋପା 22 ବରଗଛ କିଏ? ମୋ ବୋପା ହଉଛନ୍ତି ଜଗନ୍ନାଥ। ମୋ ଜଗନ୍ନାଥଙ୍କ ପାଖକୁ ଯିବାକୁ ହେଲେ 22 ପାହାଚ ଚଢିବାକୁ ପଡିବ। 22 ପାହାଚ ଚଢିବା ପରେ ଗୋଟେ କଳ୍ପ ବଟକୁ ଦେଖିବାକୁ ପଡିବ। ତୋ ଭାଇ ତୋ ବୋପା 22 ବରଗଛ ଇଏ ହଉଛି ବା ଆଉ ପା। ହାତରେ ନମସ୍କାର କରିଛି କ ସୂର୍ଯ୍ୟଙ୍କୁ ଗୋମାତାଙ୍କୁ ଧରିତ୍ରୀଙ୍କୁ ଗଙ୍ଗାଙ୍କୁ ଆଉ ଗୁରୁ ଗୋବିନ୍ଦଙ୍କୁ ଗୁରୁଜନଙ୍କୁ ଏମିତି ନମସ୍କାର କର। ଗରୁଡ଼ ଏମିତି ନମସ୍କାର କରେ। ଇଏ ହଉଛି ବା। ବା ହେଲା ତ ନିଶ୍ୱାସ ବାପା ଗଲା। ଆଉ ଗୋଟିଏ ପା କିଏ? ନୟନ ବନରେ ଶ୍ରୀବନ ବନମାଳୀକୁ ବନମାଳୀ ଦିଅ ସଜାଇ ନୟନ ବନରେ ବନମାଳୀକୁ ବନମାଳୀ ଦିଅ ସଜାଇ ବନ କହିଲେ ଜଳ। ଇଏ ପୃଥିବୀରେ ଯେତେ ଜଳ ଅଛି ଜଗନ୍ନାଥଙ୍କୁ ଅନେଇକି ଯଦି କାନ୍ଦି ପକେଇଲ, ଶିଶୁ ଅନନ୍ତଙ୍କୁ ମା ଶାରଦାଙ୍କୁ ବା ଭଗବାନ କୃଷ୍ଣଙ୍କୁ ବଳଦେବଙ୍କୁ ଯଦି ଚାହିଁକି ଟିକେ କାନ୍ଦି ପକେଇଲ, ସେଇ ଯୋଉ ପ୍ରେମାଶ୍ରୁ ସେଇ ହଉଛନ୍ତି ପା। ଭାରତ ବର୍ଷରେ ଅନେକ ତୀର୍ଥ ଅଛି, କିନ୍ତୁ ଗୋଟିଏ ତୀର୍ଥ ହଉଛି ପାଦ ତୀର୍ଥ। ଯେଉଁ ତୀର୍ଥକୁ ପିଣ୍ଡ ପକେଇବା ପାଇଁ ଶ୍ରାଦ୍ଧ ପକେଇବା ପାଇଁ ଯାଆନ୍ତି ସେ ହଉଛି ଗୟା ତୀର୍ଥ। ଏଠି ପାଦର ପୂଜା ହୁଏ। ଇଏ ହଉଛି ବା ଆଉ ପା। ପୃଥିବୀରେ ଯେତେ ନଦ ନଦୀ ଅଛନ୍ତି ସବୁ ନଦ ନଦୀର ଜଳ ବର୍ଷକ ଭିତରେ ଗନ୍ଧେଇବେ। ଏକମାତ୍ର ଗଙ୍ଗା ଜଳ
ବର୍ଷ ବର୍ଷ ଧରି ରହିଲେ ବି ତାର ଦୁର୍ଗନ୍ଧ ହୁଏ ନାହିଁ। ତେଣୁ ଗଙ୍ଗାକୁ ସ୍ମରଣ କର, ଗଙ୍ଗା ଜଳ ପାନ କର, ଗଙ୍ଗାରେ ସ୍ନାନ କର। ଇଏ ହେଲା ବା ଆଉ ପା। ଆଚ୍ଛା, ତାପରେ ଆଉ ଗୋଟେ ଶବ୍ଦ ହେଲା ବୋଉଲ। ବୋଉ ବୋ କହିଲେ ଓଙ୍କାର ବ୍ରହ୍ମ ସକଳ ମନ୍ତ୍ର ମଧ୍ୟେ ସାର ধাম ব্রহ্মমু ওঙ্কার সকল মন্ত্র মধ্যে সার বিধাম ব্রহ্ম ওঙ্কার সকল মন্ত্র মধ্যে সার বিধাম ব্রহ্ম ওঙ্কার দেখিলে বো বো কইলে ওঙ্কার ব্রহ্ম ओंकार परमं ब्रह्म। ये छोटिया कथा नुहे। जदि कुआजिब आमे पूजा करूँ उई हुंका को, उई हुंका भितर जेते कोठरी अति एमितिया इंजीनियर पृथ्वी रे भी ना। तेबे उ अर्थटी कौन? उत्पत्ति। ब्रह्मा उत्पत्ति कर्ता के? ब्रह्मा। ओंकार होउचंदी वो कहले ओंकार ब्रह्म सेठी अछि अ उ म। एटा को आउ क्रिटिकल कले बुझी हबनी। वर्तमान मु मोर भजन करिवि बापा बोऊ 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 बापा बापा बोऊ 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 बापा ये मंत्रटी भजिले कौन हब? तमे तम बाप मां को चिंता कर न कर, कृत जगतर जे बाप मां से आसिक पहुंचे। ता नईले कवि मान लिखि न थांते तुमेव माता पिता त्वमेव त्वमेव बन्धुश्च सखा त्वमेव त्वमेव विद्या द्रविडं त्वमेव त्वमेव सर्वं मम देव देव त्वमेव माता च पिता त्वमेव त्वमेव बन्धुश्च सखा त्वमेव त्वमेव विद्या द्रविडं त्वमेव त्वमेव सर्वं मम देव देव। आजिकाली पिला डाकिले डाड तार ता मानता कौन से गोटे इंग्राजी शब्द ता माने जा हो ना कहीं डी माने डिवोशन डी माने डिवोटी डी माने डिविनिटी गला यही अर्थ में दार डाकिबो ताले भूल हम नहीं। तम शब्दटा
କଣ ଏତେ ଗନ୍ଧେଇଲା ତୁମେ ବାପା ବୋଉକୁ ଛାଡ଼ିକି ଦାଢ଼ କହୁଛ ବେଶୀ ପାଠୁଆ ବୋଲି ଦେଖେଇ ହଉଛ ଗଲା ଆଉ ବେଶୀ କହିଲେ ମୋ ଦେହରେ ପୁଣି ଅନ୍ଧାରିଆ କି ଚଟକଣା ବଜେଇ ଦେବେ ଯଦି ବୋଉ ବୋଲି ନ ବୋଉକୁ ଆଜିକାଲି ବୋଉ ଡାକୁନାହାନ୍ତି କଣ ଡାକୁଛନ୍ତି ମମି ଆରେ ମମିଟି କଣ ଗୋଟିଏ ମୁର୍ଦାରକୁ ମମି ବୋଲି କୁହାଯାଇପାରେ ଯଦି ତାକୁ ଆଧ୍ୟାତ୍ମିକ ଅର୍ଥରେ ନବା ମଦର ମା ଏଇ କିଏ ମଧ୍ୟ ଖେଚୁଛି ରେ ମାନେ ଖେଚା ଖେଚି କିଛି କରିବନି ମଦର ତେଣୁ ମେମୋରି ଯାହାର ମେମୋରି ନାହିଁ ଯାହାର ମଦର ନାହିଁ ମଦ ତ ଅଛି ଆଉ ନାହିଁ କଣ ଧରିତ୍ରୀ ଏକ ମଦ ଆର୍ଟ ଇଜ ଜଷ୍ଟ ଲାଇକ ମଦ ନା ନା ଜଷ୍ଟ ଲାଇକ ରିଅଲ ମଦ ପ୍ରକୃତି ଧରିତ୍ରୀ ये दीटा माँ को किए न मानिब सेई अर्थरे कौन पिला कहउजनी मम डैड ए ये कौन कथा तेणु सज्जन तुमेव माता पिता त्वमेव त्वमेव बन्धुश्च सखा त्वमेव त्वमेव विद्या द्रविडं त्वमेव त्वमेव सर्वं मम देव देव त्वमेव माता च पिता त्वमेव त्वमेव बन्धुश्च सखा त्वमेव त्वमेव विद्या द्रविडं त्वमेव त्वमेव सर्वं मम देव देव। अच्छा सज्जन एमता कहीगले बहुत कथा हम केते कथा गपिबा एगुडा को जहाँ भाभी मु ता कहूची भगवान शुकर रूप काली हेइतिले ये होची पा शुभ कर अच्छा तापरे हेले बामन बामन कहले निश्वास आउ मस्तिष्क बामन आमरी भितरे बामन सबले अछन तापरे आसिले भृगुपति भृगुपति किए भूलता द्वयर मध्य बिंदु रूप विराजितम ललाट चक्र देखंतु अवतार आसी कोउटी आमे बुझुचु कोउटी से परशुराम परशु धरिकी गोड़ेले राम धनु धरिकी गोड़ेले यही कथा हमर व्यापार चलती यही कथा हमर प्रचार चलती तेणु सज्जन बापा बो गोटे बिठारिया शब्दटा ना जगन्नाथ वर्ष करे थरे जाती कोठी की माँ घर को जाती गुंडीचा गुंडीचा माँ पाखु जाती नवकलवर जेतबले प्रभुंकर हुए सेतबले तांको देहटा कोठी मिले काकटपुर मंगला जो स्थान को कहती बा प्रेरणा दियंती सेठी जाई पूजा पूजी करी निम्ब गछ खनन करी सेइतरे पुणी बलभद्र जगन्नाथ सुभद्रा सुदर्शन हुआ तेणु जगन्नाथ जेतबले
ମା ଘରୁ ଫେରନ୍ତି ଗୁଣ୍ଡି ପୁଣି ତାଙ୍କ ଜନ୍ମସ୍ଥାନକୁ ବାଟରେ କଣ ହୁଏ? ମାଉସୀ ମା ଘରେ ପୋଡ଼ ପିଠାଟିଏ ଖାଆନ୍ତି। ଏ ଅନନ୍ତ ଅନନ୍ତ হে ଅନନ୍ତ কে বুঝিব লীলা তুমর অনন্ত কে বুঝিব লীলা হে অনন্ত কে বুঝিব লীলা তোমার কে বুঝিব লীলা তোমার হে অনন্ত কে বুঝিব লীলা তোমার হে অনন্ত কে বুঝিব লীলা তোমার হে অনন্ত কে বুঝিব লীলা তোমার। ଜଗନ୍ନାଥଙ୍କ ମନ୍ଦିରରେ ଗୋଟେ ନିଭୃତ ଜାଗାରେ ଗୋଟେ ଛୋଟିଆ କୃଷ୍ଣ ଅଛନ୍ତି। ଇଏ ସେବକ ବଳିଆ 71 ମସିହା ଠାରୁ ସେଇ ଜାଗାରେ ସବୁଆଡେ ବୁଲି ବୁଲି ଥକା ମାରିବାକୁ ଟିକେ କ୍ଳାନ୍ତି ମେଣ୍ଟେଇବା ପାଇଁ ସେଇ ଜାଗାରେ ମୁଁ ବସେ। କିନ୍ତୁ ମୁଁ ଜାଣିନଥାଏ ସେଠି କୃଷ୍ଣଙ୍କର ମୂର୍ତ୍ତି ଅଛି ବୋଲି। ମୋ ଦାୟିତ୍ୱରେ ବା ମୋ ଅଞ୍ଚଳ ଦାୟିତ୍ୱରେ ଯେଉଁ ସେବକ ଅଛନ୍ତି ଥିଲେ ବାବୁ ବଟିକାର, ସିଏ ଦିନେ କହିଲେ ବାବା ଠିକ ସ୍ଥାନଟାକୁ ନିର୍ବାଚନ କରିଛନ୍ତି। ବୋଲି କଣ ନା ଯୋଉଠି ବଇଛନ୍ତି ଟିକେ ପଛକୁ ଅନେଇଲେ କଦମ୍ବ ଗଛ ମୂଳେ କୃଷ୍ଣ ବଂଶୀ ଧରି ଠିଆ ହେଇଛନ୍ତି। ଦେଖୁନାହାନ୍ତି ଅନାନ୍ତି। କହିଲେ ଆରେ ପ୍ରକୃତ ଆଉ କୃଷ୍ଣ হে কৃষ্ণ করুণা সিন্ধু দীনবন্ধু গোপেশ গোপিকা কান্ত রাধা কান্ত নমস্তুতে। ଏବେ ବି ସେ ଜାଗାକୁ ଯାଇପାରୁନି, ଠେଲା ପେଲାରେ ମୁଁ ପାରିବିନି। ମଝିରେ କିନ୍ତୁ ସିଏ ଆସିକିରି ଇଏ ସେବକକୁ ଏଇଠି ଦେଖା ଦେଇଗଲେ। ଭାଗବତ କେମିତି କହିଛନ୍ତି? ଇଏ ସରବ କୃଷ୍ଣର ଶରୀର ଜନ୍ତୁଙ୍କ ବଳିଆ ସେଇ କୃଷ୍ଣଙ୍କ ପାଖରେ ବସି ଆଗରୁ ପଡୁଥିଲା ଜଗମୋହନରେ, କିନ୍ତୁ ସେ ସ୍ଥାନରେ ତା ପରବର୍ତ୍ତୀ ସମୟରେ ବଳିଆ ଗୀତା ଅଧ୍ୟାୟ ପଢେ। ସବୁବେଳେ ଯାଇପାରେ ନା,
ମନଟା ନୀଳାଚଳରେ ଥାଏ କିନ୍ତୁ ଯାଇପାରେନି। ଆମ ଆଶ୍ରମ ପରିବାରର କେତୋଟି ପିଲା ପୁରୀରେ ମେସରେ ରହି ଅଳ୍ପ ସ୍ୱଳ୍ପ ପଇସାରେ ଚଳି ଜଗନ୍ନାଥଙ୍କୁ ଦର୍ଶନ କରନ୍ତି। ତାଙ୍କୁ ଗୋଟେ ପାଳି କରି ଦିଆ ହେଲା, ତମେ ସେଇ କୃଷ୍ଣଙ୍କ ପାଖରେ ସବୁଦିନେ ଅଧ୍ୟାୟ ଲେଖା ଗୀତା ପାଠ କରିବ। ମୋର ଆଉ ସମସ୍ତଙ୍କ ନାଁ ମନେ ନାହିଁ, 3 ଜଣଙ୍କ ନାଁ ମନେ ଅଛି। ତନ୍ମଧ୍ୟରୁ ଜଣେ ଆଶ୍ରମରେ ଅଛନ୍ତି ଚକ୍ରଧର, ଯାହାଙ୍କର ଅନ୍ୟ ନାମ ଚିଦାନନ୍ଦ। ଆଉ ଜଣେ ହଉଛନ୍ତି ସଂସ୍କୃତ ପଣ୍ଡିତ ବିଶ୍ୱନାଥ ଦାସ, ପରଦିନ ଆସିଥିଲେ। ଆଉ ଜଣେ ହଉଛନ୍ତି ବାବୁ, ତା ଭଲ ନାଁ ନା କଣ ମୁଁ ଜାଣିନି। ଏମିତି ପଡୁ ପଡୁ ଦିନ ଅନେକ ଦିନ ଗତ ହେଇଯାଏ। ସଜ୍ଜନ ଦିନେ ଗୀତା ପଢୁଛନ୍ତି ଲକ୍ଷ୍ମୀଙ୍କ ମନ୍ଦିର ଆଡୁ, ଠିକ କୃଷ୍ଣଙ୍କ ଭଳି ଦେଖା ଯାଉଥିବା ଗୋପାଳ ମୂର୍ତ୍ତି ଠୁକୁ ଠୁକୁ କିରି ଚାଲି ଚାଲିକିରି ଆଉଛନ୍ତି, ମାନେ ସାଡୁ ଆଉଛନ୍ତି। ଇଏ ଗୀତା ପଢିଲା ବେଳେ ଭାବୁଛନ୍ତି କାଳେ ଆସିକିରି ପଳେଇବ, କଣ କରିବ? ଏତେ ଛୋଟ ପିଲାଟା, ସାଙ୍ଗରେ ବାପା ନାହାନ୍ତି କି ମା ନାହାନ୍ତି, ଇଏ କଣ ଏମିତି ଚାଲି ଚାଲିକି ଯାଉଛନ୍ତି? ଟାଉ ଟାଉ କିରି ଗୀତା ଟିକେ ପଢିବା ଆରମ୍ଭ କଲେ। ସଂସ୍କୃତ ପିଲାଙ୍କର ଭୁଲ ହବନି, ଆମର ଭୁଲ ହେଇପାରେ। ଯାଉ ସେ ପହଞ୍ଚି ଗଲେ ଗୀତା ପାଠ ପାଖରେ, ଗୀତାଟି ସରିଗଲା। ପିଲାଟିକି ଅନେଇଲେ, ଆଖି ବୁଜି ନମସ୍କାର କଲେ, ପିଲାଟି ଆଉ ନାହିଁ। ସେ ଆଲୋକ ଜ୍ୟୋତିର୍ପୁଞ୍ଜ ଆଲୋକମୟ ଜଗନ୍ନାଥଙ୍କର ବଳୟ ଭିତରେ ସିଏ ପିଲାଟି ହଜିଗଲା, କୁଆଡେ ଅନ୍ତର୍ଧାନ ହେଇଗଲା। ବହୁତ ଖୋଜିଲେ, ସିଏ ଆଉ ମିଳିଲେ ନାହିଁ। ଖୋଜିଲେ ପାଆନ୍ତି ନାହିଁ, ନ ଖୋଜିଲେ ମିଳୁଥାନ୍ତି। ସେ କିଏ? ନୀଳକନ୍ଦର ବିହାରୀ ଜଗନ୍ନାଥ, କୁମ୍ଭ ଦର୍ଶନେ ପୁରିଲା ମନୋରଥ। ନୀଳକନ୍ଦର ବିହାରୀ ଜଗନ୍ନାଥ, କୁମ୍ଭ ଦର୍ଶନେ ପୁରିଲା ମନୋରଥ। ପ୍ରିୟ ଶବଦ ଦେବତା ବର ମନେ, ଆଜି ସେ ଦିନର କଥା ପଡ଼େ ମୋ ମନେ। ଶବଦ ଦେବତା ଘର ମନେ, ଆଜି ସେ ଦିନର କଥା ପଡ଼େ ମୋ ମନେ। ଆଜି ସେ ଦିନର କଥା ପଡ଼େ ମୋ ମନେ। ନୀଳକନ୍ଦର ବିହାରୀ ଜଗନ୍ନାଥ, ଦର୍ଶନେ ପୁରିଲା ମନୋରଥ। ନୀଳକନ୍ଦର ବିହାରୀ ଘର ଆଜି ସେ ଦିନର କଥା ପଡ଼େ ମୋ ମନେ। ଆଜି ସେ ଦିନର କଥା ପଡ଼େ ମୋ ମନେ। ଆଜି ସେ ଦିନର କଥା ପଡ଼େ।
ଆଜି ବି ସେ ଆମକୁ ମନେ ରଖିଛନ୍ତି, ଆମେ ତାଙ୍କୁ ମନେ ରଖିଛୁ। ଗୀତା ପ୍ରତ୍ୟେକ ଦିନ ସେଠି ପଢାଯିବ, ତାର ସେ ବ୍ୟବସ୍ଥା ପାଇଁ ମନରେ ରଖିଛି। ଆପଣ ମାନଙ୍କୁ ବି କହୁଛି, ଯଦି ସମସ୍ତେ 2 ଟଙ୍କା 3 ଟଙ୍କା ଏମିତି କଣ ଦିଅନ୍ତେ, ଗୋଟେ ବ୍ରାହ୍ମଣ ଯଦି ତାର ପସନ୍ଦ ଏବଂ ଗୀତା ଟିକେ ପଢନ୍ତା, କାହାକୁ ମାଗିବିନି, ମୁଁ ତ ନିଜେ ପେନସନ ପାଇଲିଣି, ଆଉ ମାଗି ଯା ତମେ କିଣ, ଯେତେବେଳେ ଯାଉଥିବ ସେଇଠି ମୁଣ୍ଡିଆ ମାରୁ। ତେଣୁ ଗୀତା ମେ ପରମା ବିଦ୍ୟା ବ୍ରହ୍ମ ରୂପା ନ ସଂଶୟ ଅର୍ଥମାତ୍ରା ଠିକ ସେଇଭଳି ଆମେ ଅନନ୍ତଙ୍କ କ୍ଷେତ୍ରରେ ବସିଛୁ। ମିଛ କଥା ନୁହେଁ, ମିଛ କଥା ନୁହେଁ ସତଟିଏ, ଉଡ଼ି ଅସୁରୁ ପରିରାଇ ନୁହେଁ ସତଟିଏ, ମିଥ୍ୟା କଥା ଅଳ୍ପ ପଇସା ନେଇ ଜଣେ ପୁରୀକି ଗଲା, ଭାବିଲା ଏଇ ପଇସାରେ କଣ ପୁରୀରେ ରହିହବ, ଟ୍ରେନ ଭଡା ଦେବି କେତେ, ଖାଇବି କଣ, ପଣ୍ଡାକୁ ଦେବି କେତେ, କେମିତି କଣ ଚଳିବି। ସେଇ ପଇସାରେ ପଣ୍ଡାଙ୍କୁ ଦେଇ ଆଉ ସବୁ ଯୋଉଠି ରହି, ତଥାପି ତା ଘରକୁ ଫେରିଲା ବେଳକୁ ତା ପକେଟରେ ଆଉ 5 ଟଙ୍କା 3 ଟଙ୍କା ଥିଲା। ଅନନ୍ତ ନାମେ ଅନ୍ତ ନାହିଁ, ଶ୍ରୀକ୍ଷେତ୍ର ବୁଲୁ ବୁଲୁ ଥକା ଲାଗିଲା, କ୍ଳାନ୍ତି ଲାଗିଲା, ସମୁଦ୍ର ବାରିରେ ଶୋଇ ପଇଲେ, ନିଦ୍ରା ହେଇଗଲା। ଆକାଶରେ ମେଘ ପବନ ଘୋଟି ଆସିଲା, ମେଘ ପବନ ଘଡଘଡି ବିଜୁଳି ଘଡଘଡିର ନାଦରେ ନିଦ୍ରା ଭଙ୍ଗ ହେଲା ପିଲାଟିର। ଡରରେ ବସିଗଲା ଚେକା ପକେଇ, ସମୁଦ୍ର ଆଡକୁ ଚାହିଁଛି, ଦେଖା ଯାଉଛି ଗୋଟେ ବିରାଟ ସପ୍ତ ଫେଣି ନାଗ, ସମୁଦ୍ର ଜୁଆରଟି ତାକୁ ସପ୍ତ ଫେଣି ନାଗ ରୂପରେ ଦେଖା ଯାଉଛନ୍ତି। କିଛି ସମୟ ବସିଲା, ମେଘ ପବନ କମିଲା, ପିଲାଟି ଇଏ ହଉଛି ଦାରିଦ୍ର୍ୟତା ଭକ୍ତି, ନୂଆ ଦାରିଦ୍ର୍ୟତା ଭକ୍ତି। ଆମ ଆଶ୍ରମ ପିଲାମାନଙ୍କର ଯେତିକି ଅନୁଭବ, ସବୁ କଥା ଆଜି ତ କହିହବନି, କାଲି କିନ୍ତୁ ସବୁ ମିଶେଇ ସଜେଇ ଦେଖିକି ତାକୁ ଶେଷ କରିଦବା। ଆଉ ଆଜି ଶୁଣୁଛନ୍ତି ମୋର ବାପା ସଚିଦାନନ୍ଦ, ବଡ ବାପା ବ୍ରଜବନ୍ଧୁ ବଂଶୀଧର ସଚିଦାନନ୍ଦ ଶରତ ଚନ୍ଦ୍ର, ମୋର ଜନ୍ମଦାତା ବାପା ସଚିଦାନନ୍ଦ, କାଲି ଶୁଣିବେ ମୋ ବୋଉ। ତେଣୁ ଜୀବନରେ ଯଦି ଆସିଛି
ସୁଯୋଗ ହାରିଲେ ଆସଇ ସୁଯୋଗ ହାରିଲେ ଆସଇ ଦୁର୍ଯୋଗ ସୁଯୋଗ ସୌଭାଗ୍ୟ ହୋଇଯାଏ ଭାଗ ସୁଯୋଗ ସୌଭାଗ୍ୟ ହୋଇଯାଏ ତେଣୁ ଜୀବନରେ ଯଦି ସୁଯୋଗ ଜୁଟିଛି ଆପଣ ମାନେ ଦାରିହତା ଭକ୍ତି ଶୁଣୁଛନ୍ତି ଦୃଢ ଭକ୍ତି ଯେଉଁ ଭକ୍ତିକୁ କଳ୍ପନା କରି ହବ ନାହିଁ ଆପଣ ମାନେ ଏଠି ବସିଛନ୍ତି ଅନନ୍ତ ବଳିଆ ପରିବାର ଅନେକ ସଦସ୍ୟ ତା ସହିତ ବସିଛନ୍ତି ଆମର କିଛି ଆଞ୍ଚଳିକ ଭଦ୍ରଲୋକ ଭକ୍ତ ଲୋକ ଇତ୍ୟାଦି ସମସ୍ତେ ମୋ ପରିବାର ଆଜିଠାରୁ ଆମ ଅଞ୍ଚଳ ଲୋକମାନଙ୍କ ଠାରୁ ଆରମ୍ଭ ହେଇଛି ମାଧପୁରୀ ପ୍ରସାଦ ବ୍ୟବସ୍ଥା ବାବାଜୀ ମାନଙ୍କୁ ସେ ନିଜ ହାତରେ ତିଆରି କରି ରୁଟି ବା ଭାତ ଯାହା ଦେବେ ସିଏ ଭୋଗ ହବନି ଭଗବାନ କୃଷ୍ଣଙ୍କ ପ୍ରସାଦ ଭାବି ତାକୁ ପାଇବେ ଆଜି ବି ବହୁତ ପ୍ରସାଦ ଆସିଥିଲା ତେବେ ଜୀବନରେ ଯଦି ଆସିଛି ସୁଯୋଗ ହରାଅ ନା ବାବୁ ସେଇ ସୌଭାଗ୍ୟ ସୁଯୋଗ ହାରିଲେ ଆସଇ ଦୁର୍ଯୋଗ ସୁଯୋଗ ସୌଭାଗ୍ୟ ହୋଇଯାଏ ଏଠି ଯେତଟି ପିଲା ବସିଛନ୍ତି କାହାକୁ ଗୀତ କାହାରିକି ଗୀତ ଗାଇ ଆସୁନଥିଲା ଯତ ଗାଉଛନ୍ତି ଏବେ ମୁଁ ଶୁଣୁଛି ଆଉ ଆସେନି ଆଦା ବଜଉଛନ୍ତି ମୁଁ ଶୁଣୁଛି ଏଇ ବାବୁ ଯୋଉ ମୃଦଙ୍ଗ ବଜଉଛନ୍ତି ତାଙ୍କୁ ବି ମୃଦଙ୍ଗ ବଜେଇ ଆସୁନଥିଲା ଗୀତ ବି ଗାଇ ଆସୁନଥିଲା ବଜଉ ବଜେଇଲେ ଗାଉ ଗାଉ ସେମିତି ସବୁ କଥା ନିସ୍ତ୍ରେୟୀ ଗୁଣ୍ୟବାଦ ନିର୍ଦ୍ୱନ୍ଦ ନିତ୍ୟ ସତ୍ୟସ୍ଥ ନିର୍ଯୋଗ କ୍ଷମାତ୍ମବା ଏ କାଳିଆ ନା ଏକୁ ଗୀତ କୋଉଠି ସ୍କୁଲରେ ଶିଖିଥିଲା ଓରା ଗାଉଛି ନା ଆମର ମଧୁସୂଦନ ବାବା ଯାହାକୁ ମଣ୍ଟୁ ଭାଇ ବୋଲି କହୁ ଦେଖ ହାରମୋନିୟମ ଆଉ ସେମିତି ଗାୟକଙ୍କ ପାଖରେ ଗୋଟେ ଜଣେ ମଧୁଭୂତିଆ ପାଳିଆ ଥାନ୍ତି ସେଗୁଡ଼ା ହେଇଛି ସେମିତି ନା ଆଉ କିନ୍ତୁ ସବୁ କଥା ଅଛି ଯେ ଚାମରଟାକୁ କେହି ମୋ ପାଖକୁ ଆଉନାହାନ୍ତି ଚାମର ହଉଛି ମୋର ଝାଡୁ ତାଙ୍କୁ କାଳେ ନାଦ ମାଡୁଛି ଝାଡୁ ଧରିଲା ବେଳକୁ ଆରେ ମୁଁ ତ ଝାଡୁଟା ତମକୁ କାହିଁ ନାଦ ମାଡୁ ତେଣୁ ଲଜ୍ଜା ସଂକୋଚ ନାଚିବ ଉନ୍ମତ୍ତ ସଂକୋଚ ଦୂର କରି ନାଚିବ ଉନ୍ମତ୍ତ ଆଚରି ଚାମରଟା ଗାୟକଙ୍କ ହାତରେ ରହିବା କଥା ଇଏ କଣ କାଳିଆ ଦାନା ମତେ ବଢେଇଲା ମୋ ଚାମରକୁ ତୁ କାହିଁ ରଖିଦେଲୁ ତେଣୁ ଏଇ ହଉଛି ମୋର ଚାମର ପରିତ୍ରାଣାୟ ସାଧୁନାଂ ବିନାଶାୟ च दुष्कृतां धर्म संस्थापनार्थाय संभवामि युगे युगे ଅଳିଆକୁ ସଫା କରିବା ପାଇଁ ଗୁରୁମାନେ ଆସନ୍ତି ଭଗବାନ ଅବତାର ନିଅନ୍ତି ତେଣୁ ସଜ୍ଜନ ବଳିଆ ସାଜିଛି ଝାଡୁରାର ବଳିଆ ମୁଁ ଅଳିଆ ସଫା କରି ନପାରେ କିନ୍ତୁ ଅଳିଆକୁ ସଫା କର ଇଏ କଥା କହିବାରେ ମୋର କୋଉଠି
असुविधा नहीं। तेणु सज्जन प्रकृत में मुझे वीर पुरुष भाया आज बजी जाऊँगी कि प्रकृत में मोर आहिया को इच्छा हो मो कंठ पड़ू पड़ जाऊँगी ये सरना 15 दिन बेंगल त्रिपुरा पर्यंत कौटी बंगला कहबी कौटी हिंदी रे कहबी कौटी ओडिया रे कहबी आ केते कहबी तेणु मो पिला माने मते सुजोग देइचंती मु भल कहे मंद कहे बलियार कथा को सुनिया पई आग्रह प्रकाश करती एठी गोटे बही आदि प्रकाश पाई ये होची सुंदराकांड ओ हनुमान स्तोत्र। ये बही नादी होची कौन नादी हनुमान स्तोत्र। एथिरे महापुरुष तुलसीदासंकर संत तुलसीदासंकर हनुमान चालीसा अच्छी किंतु हनुमान बलिया को ये सत्य दरबार रे सत्य कहूची मोर गुरु हनुमान मोर गुरु गणेश दास भेक गुरु जहा ये लंबा कथा कही हम जहा हो तांकरी प्रेरणा रे गोटे हनुमान चालीसा बलिया निजे ओडिया रे लिखी ता सहित लिखी सुंदरा कांड ये बही टी आज ये आप मान को देखाला मु भी खंडिए पकेट रे रखिली अरे पैसा दियो केते पैसा को देला लिखाई केते दे दे कौन तो सदा देलु तो पाके तो पैसा न तू कहीं मत देखौलु मोर मु नेली रखिली तेबे विपदरे संपदरे गृहर वास्तुदोष थिले ये 40 को आरी भीतर द्वितीय भाग रे 40 हनुमान 40 रही पढ़े बलिया लेखा गाइबे तुलसीदासंकर भी गातु ये दायित्व आमर दीपक दीपक रंजन सी तार दायित्व बहन कर डाकिबे से घरे जेबे सज्जन आजिर कथा सदगुरु चरणे प्रणाम करी माता पिता को सुमारी चिरबंदनीय सीताराम हनुमान सदा चिंताय महिमा गाए भक्त वीरंकर सुन सुन नार नारी अनंत बलिया कले स्मरण सर्व कामना सिद्धि हुई हरि 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 बोला हरि हरि बोला सुमरण कर सदा हरि कपयारा हरि का नाम प्रेम रे हुआरे बिहारा हरि का भाव रे सदा हुआरे कलवाड़ा हरि बेश पाप ताप अपराध सकाला विपद देखा हेबे सेहि रुद्रावतार अंजना सुत पिंदिले जागे ज्ञान कलिक
ଗାଇ ଚୈତନ୍ୟ ରାମ ନାମ ଧରି ସେହି ସୀତା ଠାବ କଲେ ଶିଷ ବୃକ୍ଷରେ ବସି ନାମକୁ ଗାଇଲେ जनक सुता जानिले जे रामदूत एहा परे रावण जे होइब मुक्त मातांग आदिवासी संप्रदाय जाना सद्गुरु रूपକୁ देखि कले समर्पण राम श्री राम जय राम जय जय राम श्री राम जय राम जय जय राम श्री राम जय राम जय जय राम। हनुंकर चरण रे शिशु अनंत स्वरूप कथा को आज विश्राम दौची मुझे क्लांत लगे विश्राम नेबी पुणी काली ठीक 6टारे आमर कथा आम रखा काली बौर उत्सव आज हूँ बापांकर उत्सव एमती गोटे सुजोग जुटी बापा कार्तिक पूर्णमी दिन देह त्याग कर बो छाड़ खाई तेणु बापा बोर उत्सवटी माने भूलिबार नहीं कार्तिक पूर्णमी आउ छाड़ तेणु आज समस्ते प्रसाद पाइबे जहाँ प्रसाद हेती पाइबे दिबे एवं काली मध्य दिन तमाम महोत्सव लगी शेष कौन से नामटा श्री राम जय राम जय जय राम श्री राम जय राम जय जय राम श्री राम जय राम जय जय राम संकट मोचन जय हनुमान श्री राम जय राम जय जय राम संकट मोचन जय हनुमान श्री राम जय राम जय जय राम संकट मोचन जय हनुमान श्री राम जय राम जय जय राम संकट मोचन जय हनुमान श्री राम जय राम जय जय राम संकट मोचन जय हनुमान श्री राम जय राम जय जय राम संकट मोचन जय हनुमान श्री राम जय राम जय जय राम संकट मोचन जय हनुमान श्री राम हरि बोल जय जय राम संकट मोचन जय हनुमान श्री राम जय राम जय जय राम संकट मोचन जय हनुमान श्री राम जय राम जय जय राम संकट मोचन जय हनुमान श्री राम जय राम जय जय राम संकट मोचन जय हनुमान हरि बोल जय राम जय
जय हनुमान मर्यादा पुरुषोत्तम भगवान जगन्नाथ की जय जय जगन्नाथ की जय जय जगन्नाथ की जय श्री गुरु ब्रह्मानंदे हरि बोल जय श्री राधे